ହିନ୍ଦୁତ୍ୱ ଯୋଉ ବିଚାର ଏ ବିଚାର କୋଉଠି ନା କୋଉଠି ଟିକେ ହ୍ରାସ ପାଇବାକୁ ଲାଗିଛି ଆଜିର ଯୁବପିଢି ମାନଙ୍କ ମଧ୍ୟରେ। ହ୍ରାସ ପାଇଛି ଏମିତି କହିବାଟା ମାନେ ଠିକ ହବ ନାହିଁ। ଆମେ ଭୁଲି ଯାଇଛନ୍ତି। ଯେମିତି ଆପଣ ଯେତେବେଳେ ମାନେ ସୀତାଙ୍କର ଅପହରଣ ହେଇଛି ତ ରାମ ଖୋଜି ଖୋଜିକିରି ଯାଇଛନ୍ତି, ବାନର ସେନାକୁ ବାଟରୁ ନେଇକିରି ଯାଇଛନ୍ତି ଖୋଜିବା ପାଇଁ। ବାଟରେ ଗଲା ପରେ ଦେଖିଛନ୍ତି ମାନେ ଇଏ ଆସିଛି ଯେ ରାବଣ ନେଇଯାଇଛି। ତ କୋଉଠି ରାବଣ ନେଇକି ରଖିଛି ନା ଲଙ୍କାରେ ରଖିଛି। ତ ଲଙ୍କାକୁ ଯିବା ପାଇଁ ହେଲେ ଠାବ କରିବା ପାଇଁ ହେଲେ 7 ସମୁଦ୍ର ପାର କରିବାକୁ ପଡିବ। ତ ସେ 7 ସମୁଦ୍ର ପାର କିଏ କରିବ? ସମସ୍ତେ ଚିନ୍ତାରେ ବସିଛନ୍ତି ଯେ କିଏ ସେ 7 ସମୁଦ୍ର ପାର କରିବ। ତ ସମସ୍ତଙ୍କ ଠାରୁ ବୟୋଜ୍ୟେଷ୍ଠ ହଉଛନ୍ତି ଜାମ୍ବବାନ। ଜାମ୍ବବାନ ଖୋଜି ଖୋଜିକିରି ଯାଇକିରି ପହଞ୍ଚିଲେ, କୁଆଡେ ଗଲା କିଏ କରିବ, ଯାଇକିରି ଖୋଜି ଖୋଜି ଦେଖିଲେ ଗୋଟେ ଗଛ ମୂଳରେ ହନୁମାନ ବସିକିରି ବସିଛନ୍ତି, ମୁଣ୍ଡରେ ହାତ ଦେଇକିରି। ଜାମ୍ବବାନ ଯାଇ ପହଞ୍ଚିଲେ, କହିଲେ ଆରେ ହନୁମାନ କଣ କରୁଛ? ନା ଆପଣ ଯାହା କରୁଛନ୍ତି ମୁଁ ସେୟା କରୁଛି। ନା ମୁଁ କଣ କରୁଛି? ନା ଆପଣ ଚିନ୍ତା କରୁଛନ୍ତି କିଏ ପାର ହବ, ମୁଁ ବି ଚିନ୍ତା କରୁଛି କିଏ ପାର ହବ। ଆରେ ନା ନା, ଜାମ୍ବବାନ କହିଲେ ଆରେ ତୁମେ ପାର ହବ ଏଇଟା। ତ ହନୁମାନ ହଠାତ୍ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ମୁଁ ଏତେ ବଡ ସମୁଦ୍ର, 7 ସମୁଦ୍ର ବୋଲି କହୁଛନ୍ତି, ଏତେ ବଡ ସମୁଦ୍ର ମୁଁ କେମିତି ପାର ହେବି? ତ ତାଙ୍କୁ ମନେ ପକେଇଦେଲେ ଜାମ୍ବବାନ ଯେ ତୁ ଯେତେବେଳେ ଜନ୍ମ ହେଇଥିଲୁ, ଜନ୍ମ ହଉ ହଉ ତତେ ଭୋକ ଲାଗିଲା, ତୁ ସୂର୍ଯ୍ୟଟାକୁ ନାଲିଆ ଫଳ ଭାବିକିରି, ସକାଳର ସୂର୍ଯ୍ୟ ନାଲି ଦେଖା ଯାଉଥିଲେ, ତତେ ଫଳ ବୋଲି ଲାଗିଲା, ତୁ ଫଳ ଭାବିକିରି ପୃଥିବୀରୁ ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ଯାଇଥିଲୁ ତାକୁ ଖାଇବା ପାଇଁ। ଯିଏ ପୃଥିବୀରୁ ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ଯାଇପାରେ ତା ପାଇଁ ଏ ସମୁଦ୍ର କଣ? ତେଣୁ ଆମର ଯୋଉ ସଂସ୍କୃତି ଅଛି, ଇଏ ଏତେ ବିରାଟ ସଂସ୍କୃତି ଅଛି। ତେଣୁ ଆମେ ସେଇ କଥାଟା, ତେଣୁ ଆଜିର ଯୁବ ସମାଜ ତାକୁ ଭୁଲି ଯାଇଛି। ସେ ଭୁଲି ଯିବାର କାରଣଟା କଣ? ସେ ଭୁଲିବାର କାରଣ କଣ? ସେ ଭୁଲିବାର କାରଣ ହଉଛି ଜାଗରୁକତା ଯୋଉ ଜାଗରୁକ କରିବ ସେଟା କିଏ କରିବ? ପରିବାର ନା ସଂଗଠନ? ନାଇଁ, ସେଇଥିପାଇଁ କହୁଛି ସେ ଭୁଲିବାର କାରଣ ହଉଛି କଣ ନା, ଯୋଉ ଶହ ଶହ ବର୍ଷ ଧରିକିରି ଆମକୁ ପରାଧୀନ କରିକିରି ରଖାଗଲା, ତ ପ୍ରଥମେ ସେମାନେ ଚେଷ୍ଟା କଲେ ଆମ ସଂସ୍କୃତିକୁ ନଷ୍ଟ କରିବା ପାଇଁ। ଆପଣ ଜାଣିଛନ୍ତି ଯେ ଆଜି ଯୋଉ ସ୍ୱାଧୀନ ଭାରତର ଶିକ୍ଷା ପଦ୍ଧତିଟାକୁ, କାହାର ଶିକ୍ଷା ପଦ୍ଧତି ଚାଲିଛି? ଏଠି ଲର୍ଡ ମ୍ୟାକେଲର ଶିକ୍ଷା ପଦ୍ଧତି ଚାଲିଛି। ଲର୍ଡ ମ୍ୟାକେଲ ତ ଚିଠି ଲେଖିଥିଲା ଯେ ଏ ସଂସ୍କୃତିକୁ ଯଦି ନଷ୍ଟ କରା ନଯିବ ତାହେଲେ ଆମେ ୟାକୁ ପରାଜିତ କରିପାରିବା ନାହିଁ। ତ ସେଇ ଯୋଉ ଶିକ୍ଷା ପଦ୍ଧତି ଆଜି ପର୍ଯ୍ୟନ୍ତ ଚାଲିକିରି ଆସିଛି, ତ ସେଇ ଶିକ୍ଷା ପଦ୍ଧତିରେ ଆମର ଯୋଉ ପିଲାମାନେ ଆସିଲେ, ସିଏ କୋଉଠି ନା କୋଉଠି ସେଥିରୁ ବିଚ୍ୟୁତ ହେଲା, କାହିଁକିନା ଶିକ୍ଷା ପଦ୍ଧତି ଆମକୁ ସେଇଆ ଶିଖେଇ ଦେଲା।